हाय सांग मैंने जय जगन्नाथ स्वामीଙ୍କର ହର୍ନ ଶବ୍ଦ ଶୁଣିକି ମୁଁ ବାହାରିଲି ରାସ୍ତା ଉପରକୁ। ସେଠି ପହଞ୍ଚିଲା ପରେ ସ୍ୱାମୀ ଦିଟା କଳା ଜରି ଧରେଇଦେଲେ। ମୁଁ ତ ଭାବିଲି କ'ଣ ଗୋଟେ ସ୍ପେଶିଆଲ ହେଇଥିବ। ଦେଖିଲା ବେଳକୁ ଗୋଟେ ଜରିରେ ମାଛ ଆଉ ଗୋଟେ ଜରିରେ ଚିଙ୍ଗୁଡ଼ି ଥିଲା। ମନ ତ ଟିକେ ଦୁଃଖ ହେଲା, ହେଲେ ବି ତାଙ୍କ ପାଇଁ କରିଦେବା। ଆଉ ଆଣିଲା ପରେ ଏଠି ଶାଶୁ ବୋହୂ ମିଶିକି ଲାଗିଗଲେ ମାଛ ଧୋଇବାରେ। ମାଛରେ ବହୁତ ସାରା କାତି ଥିଲା। ଆଉ ବାବରେ ଯୋଉ ସ୍ମେଲ ହେଲା, ଫୁଟାଫୁଟି ଛଡେଇଲା ପରେ ମୋର ତ ପୁରା ମୁଣ୍ଡ ଖରାପ ହେଇଗଲା। ଖାଇବାଟା ବହୁତ ଟେଷ୍ଟି, କିନ୍ତୁ କରିବାଟା ପରିଷ୍କାର ବହୁତ କଷ୍ଟ। ଆଉ ସେ ଗୋଟେ ଛୋଟ ଛୋଟ ଚିଙ୍ଗୁଡ଼ି ବି ଆଣିଥିଲେ। ଆଉ ଚିଙ୍ଗୁଡ଼ିକୁ ଧୋଇଲା ବେଳେ ଚିଙ୍ଗୁଡ଼ିର ସାଇଜ ଦେଖନ୍ତୁ ଏତେ ଛୋଟ ଥିଲା ବାବରେ। ଆଉ ମା କହିଲେ କି ଏଇଟା ନଦୀ ଚିଙ୍ଗୁଡ଼ି ବହୁତ ଟେଷ୍ଟି ଲାଗେ, ସାଇଜ ଛୋଟ ହେଲେ କ'ଣ ହବ, ବହୁତ ସ୍ଵାଦିଷ୍ଟ ସେଇଟା। ଆଉ ଯେହେତୁ ଏତେ ଦୂରରୁ ଆସିଥିଲା ଟିକେ ଟାଇମ ହେଇଗଲାଣି, ଆଉ ମୁଁ ତାପରେ ତରତର ହେଇକି ତାକୁ ଲୁଣ ହଳଦୀ ଗୋଳେଇକି ଦିପଟେ ଦିଟା ଗ୍ୟାସ୍ ଆଉ ତାୱା ଲଗେଇ ଦେଇକି ତାକୁ ଭାଜିବାରେ ପୁରା ବ୍ୟସ୍ତ। କାଳେ ଖରାପ ହେଇଯିବ, କିନ୍ତୁ କିଛି ନଥିଲା। ସେଇଠି ପୁରା ସେ ମୁଣ୍ଡୁଳି ବ୍ରିଜରୁ ପୁରା ଫ୍ରେଶଟା ଆଣିଥିଲେ ନା, ସେଥିପାଇଁ। ଆଉ ମୁଁ କହିଲି ମୋ ପାଇଁ କ'ଣ ଆଣିଛ? ସିଏ ଆଣିଥିଲେ ମୋ ପାଇଁ ସୁଇଟକର୍ନ ମକା ଆଉ ପିଜୁଳି। ପିଜୁଳି ତ ମୋର ଅଲ୍ ଟାଇମ୍ ଫେଭରେଟ୍ ଛୁଆରୁ, ଆଉ ମୋତେ ସୁଇଟକର୍ନ ମକାଟା ବି ଭଲ ଲାଗେ। ହଁ, ଏମିତି ଶସ୍ତା ଜିନିଷରେ ମୋତେ ଭଣ୍ଡେଇ ଦେଲେ ଆଉ। ହଉ ଛାଡ଼, ଯାହା ବି ହଉ ପିଜୁଳି ଖଣ୍ଡେ କାଟିକି ଖାଇଦେଲି। ଆଉ ଏପଟେ ପିଜୁଳି ଖାଇବାରେ ବ୍ୟସ୍ତ, ଇଆଡ଼େ ରୋଷେଇ କରିବାରେ ବି ବ୍ୟସ୍ତ। ପିଜୁଳିଟା ଦେଖିକି ମୋର ତ ମନ ପୁରା ଡାକିଲା ସାଙ୍ଗେ ସାଙ୍ଗେ ଖାଇବା ପାଇଁ, ଆଉ ତାକୁ ଧୋଇକି ଖାଇଦେଲି। ଆଉ ଭୋକ ବି ପ୍ରବଳ ଲାଗୁଥିଲା। ଆଉ ମାଛକୁ ଏପଟେ ଲଉଟ ପାଉଟ କରିକି ମୁଁ ଭାଜିବାକୁ ଲାଗିଲି। ଆଉ ମାଛଟା ତ ଯେମିତି ତାୱାରେ ପଡିଲା ବାବାରେ, ପୁରା ଚିଟଚାଟ କରିକି ମୋ ଉପରକୁ ଫୁଟିବାକୁ ବି ଲାଗିଲା। ଆଉ ନଦୀ ମାଛ ଭଲ ଲାଗେ ବୋଲି ମୁଁ ଜାଣିନଥିଲି, ବୋଉ କିନ୍ତୁ କହିଲେ ସେଟା ବହୁତ ଭଲ ଲାଗିବ। ଆଉ ଏପଟେ ମାଛ ଭଜା ପରେ ବାପ ପୁଅ ମିଶିକି ପୁରା ଏଞ୍ଜୟ କରିକି ଖାଉଛନ୍ତି। ଆଉ ମୁଁ ତ ଆଜି ଖାଇବିନି। ଆଉ ଆପଣମାନେ କେବେ ନଦୀ ମାଛ ଖାଇଛନ୍ତି କି ନାଇଁ ମତେ କମେଣ୍ଟରେ କହିବେ। ଆଉ କେମିତି ଟେଷ୍ଟି ଲାଗେ ସେଇଟା ବି ଜଣେଇବେ। ରହିଲି, ଜୟ ଜଗନ୍ନାଥ।